ଜାଣିଛନ୍ତି କି ଆଜିକାଲି ଏ ଦୁନିଆର ସବୁ ବାପା ମା ମାନେ ଚାହାନ୍ତି ମୋ ପୁଅ ପାଠ ପଢ଼ି ବଡ଼ ଚାକିରି କରୁ, ବହୁତ ଟଙ୍କା ରୋଜଗାର କରୁ, ଆଉ ବଡ଼ ମଣିଷ ହେଉ, ଯାହା ପାଇଁ ପିଲାଟି ଦିନରୁ ପିଲାକୁ ପିଟି ମାରି ଘରୋଇ ଟ୍ୟୁସନ୍ ଦେଇ ପିଲାକୁ ବସ୍ତୁଗତ ପାଠ ପଢ଼ାଇବାରେ ବ୍ୟସ୍ତ ରୁହନ୍ତି। କିନ୍ତୁ ଦିନେ ହେଲେ ପିଲାଟିକୁ ଆଧ୍ୟାତ୍ମିକ ଶିକ୍ଷା କି ମୂଲ୍ୟବୋଧ ଶିକ୍ଷା ଦେବା ପାଇଁ ଚିନ୍ତା କରନ୍ତି ନାହିଁ, ଯାହାର ପରିଣାମ ସ୍ୱରୂପ ଆଜି ଦିନକୁ ଦିନ ସମାଜରେ ବୃଦ୍ଧାଶ୍ରମ ବା ଜରାଶ୍ରମର ସଂଖ୍ୟା ବଢ଼ିବାରେ ଲାଗିଛି। ଏହି କାରଣ ପାଇଁ ପିଲାମାନେ ଦାୟୀ ନୁହନ୍ତି, ଦାୟୀ ଅଟନ୍ତି ବୃଦ୍ଧାଶ୍ରମରେ ଦିନ କାଟୁଥିବା ସମସ୍ତ ପିତାମାତା। ଶ୍ରୀକୃଷ୍ଣ କହିଛନ୍ତି କି ସମ୍ପର୍କ ଏକ ସୂତାଖିଅ ପରି ଥରେ ଛିଣ୍ଡିଗଲା ପରେ ତାକୁ ଯୋଡ଼ି ହୁଏ ସତ, କିନ୍ତୁ ଗଣ୍ଠି ପକାଇବାକୁ ପଡ଼େ, ଆଉ ସେଇ ଗଣ୍ଠି ବାରମ୍ବାର ମନେ ପକାଇ ଦିଏ ସେଇ ଛିଣ୍ଡି ଯାଇଥିବା ଦୁଃଖଦ ମୁହୂର୍ତ୍ତକୁ। ଜୀବନରେ କେବେ କାହାକୁ ଠକିକି ଆଗକୁ ଯିବାକୁ ଚେଷ୍ଟା କରନ୍ତୁ ନାହିଁ, କାରଣ ସମୁଦ୍ରର ଢେଉ ଯେମିତି ଆଗକୁ ଆସିଥାଏ ସେମିତି ବହୁତ ଶୀଘ୍ର ପଛକୁ ମଧ୍ୟ ଚାଲି ଯାଇଥାଏ। ସଡ଼କ କେବେ ସିଧା ହୋଇନଥାଏ, କିଛି ସମୟ ଚାଲିଲା ପରେ ମୋଡ଼ ନିଶ୍ଚିନ୍ତ ଆସିଥାଏ। ଠିକ୍ ସେହିପରି ଆମ ଜୀବନ ହେଉଛି ଏକ ଷୋଡ଼ଶ ସଦୃଶ। ବାସ୍ ଧୈର୍ଯ୍ୟର ସହିତ ଚାଲିବା ଆବଶ୍ୟକ। ଭଲ ସମୟ ନିଶ୍ଚିନ୍ତ ଆସିବ। ସାଙ୍ଗମାନେ, ଏ ସଂସାରରେ ସବୁଠାରୁ ବଡ଼ ସମ୍ପତ୍ତି ହେଉଛି ମଣିଷର ନିଜ ବୁଦ୍ଧି। ସବୁଠାରୁ ଭଲ ଅସ୍ତ୍ର ହେଉଛି ଧୈର୍ଯ୍ୟ। ସବୁଠାରୁ ଭଲ ସୁରକ୍ଷା ହେଉଛି ବିଶ୍ୱାସ ଏବଂ ସବୁଠାରୁ ଭଲ ଔଷଧ ହେଉଛି ମଣିଷର ହସ। ଓ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ଏସବୁ ନିଃଶୁଳ୍କରେ ହିଁ ମିଳିଥାଏ। ଶ୍ରୀକୃଷ୍ଣ କହିଛନ୍ତି ଜୀବନର ସତ୍ୟ କେବଳ ସେଇମାନଙ୍କ ଉପରେ ଭରସା କରନ୍ତୁ ଯିଏ ଆପଣଙ୍କ ଭିତରେ ଏଇ ତିନିଟା ଜିନିଷ ଦେଖିପାରୁଥିବ। ହସ ପଛରେ ଥିବା ଦୁଃଖ, ରାଗ ପଛରେ ଥିବା ଭଲ ପାଇବା, ନୀରବ ରହିବା ପଛରେ ଥିବା କାରଣ। ଜଙ୍ଗଲରେ ପ୍ରତିଦିନ ସକାଳୁ ବାଘ ଭାବେ ଯେ ତାକୁ ଜୋରରେ ଦୌଡ଼ିବାର ଅଛି, ନହେଲେ ସେ ଭୋକିଲା ମରିବ, ଏବଂ ହରିଣ ମଧ୍ୟ ଭାବେ ଯେ ତାକୁ ବାଘଠୁ ବେଶୀ ଗତିରେ ଦୌଡ଼ିବାର ଅଛି, ନହେଲେ ମୁଁ ମରିଯିବି। ଆପଣ ବାଘ ହୁଅନ୍ତୁ ବା ହରିଣ, ସେଥିରେ କିଛି ଫରକ ପଡ଼େନି। ଯଦି ଆପଣଙ୍କୁ ସୁନ୍ଦର ଜୀବନଯାପନ କରିବାର ଅଛି ତାହେଲେ ପ୍ରତିଦିନ ଆପଣଙ୍କୁ ଦୌଡ଼ିବାକୁ ପଡ଼ିବ, କାରଣ ସଂଘର୍ଷ ବିନା ନା କିଛି ମିଳିଛି ଆଉ ନା କିଛି ମିଳିବ। ଜୀବନର ସତ୍ୟ ମିଥ୍ୟାର ଦମନ ପାଇଁ ଭଗବାନ ସବୁବେଳେ ସତ୍ୟର ସାହାରା ନେଇଥାନ୍ତି। ଆପଣ ଯଦି ଠିକ୍ ରାସ୍ତାରେ ଥାଇ ଅସୁବିଧା ଭୋଗୁଛନ୍ତି ତେବେ ବୁଝିଯାଆନ୍ତୁ ଠାକୁରଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଅଛି। ଧୈର୍ଯ୍ୟର ସହ ସାମ୍ନା କରନ୍ତୁ। ଏ ସମୟ ଦିନେ ନା ଦିନେ ନିଶ୍ଚିନ୍ତ ଚାଲିଯିବ। ଶ୍ରୀକୃଷ୍ଣ କହିଛନ୍ତି ମନ ଶାନ୍ତ ରହିବା, ମନକୁ ନିଜ ଆୟତ୍ତରେ ରଖିବା, ଭଲ ମନରେ କାହାକୁ ସାହାଯ୍ୟ କରିବା, ମନ ଭିତରୁ କାହାକୁ ମନେ ପକାଇବା, ଏ ହେଉଛି ତୁମର ଭାଗ୍ୟ। ଆଉ ଯଦି କିଏ ମନ ଭିତରୁ ତୁମକୁ ମନେ ପକାଇଲା ସେ ହେଉଛି ତୁମର ସୌଭାଗ୍ୟ। ସାଙ୍ଗମାନେ, ଥରେ ହୋଇଥିବା ଦୋଷକୁ ଆଉ ଥରେ କର ନାହିଁ। ନିଜକୁ ଅନ୍ୟ ସହ ତୁଳନା ମଧ୍ୟ କର ନାହିଁ। ବର୍ତ୍ତମାନ ସମୟକୁ ଶ୍ରେଷ୍ଠ କରିବାକୁ ଚେଷ୍ଟା କର। ପ୍ରତିଶୋଧ ନିଅ ନାହିଁ, ନିଜକୁ ବଦଳାଅ। ଯେଉଁ ପରିସ୍ଥିତିକୁ ତୁମେ ବଦଳାଇ ପାରିବନି ତାହା ଈଶ୍ୱରଙ୍କ ଉପରେ ଛାଡ଼ିଦିଅ। ଯେତିକି ପାରିବ ଅନ୍ୟର ସହଯୋଗ କର। ଈର୍ଷା କର ନାହିଁ, ଈଶ୍ୱରଙ୍କୁ ଚିନ୍ତନ କର। ଅହଙ୍କାରକୁ ତ୍ୟାଗ କର ଏବଂ ନମ୍ରତାକୁ ଧାରଣ କର। ନିଜ ଚିନ୍ତାକୁ ଈଶ୍ୱରଙ୍କ ପାଖରେ ସମର୍ପଣ କରିଦିଅ। ଶ୍ରୀହରି କହିଛନ୍ତି କେହି ତୁମକୁ ଦୂରେଇ ଦେଲା ବୋଲି ମନ ଦୁଃଖ କରନି, ବରଂ ନିଜକୁ ଏମିତି ଯୋଗ୍ୟ କର ଯେ ତୁମକୁ ସେ ଦେଖିବା ପରେ ନିଜକୁ ନିଜେ ପ୍ରଶ୍ନ କରିବ କି ମୁଁ ମଣିଷ ଚିହ୍ନିବାରେ ଭୁଲ କରିଦେଲି। ଶ୍ରୀକୃଷ୍ଣ କହିଛନ୍ତି
ମଣିଷ ତ ସମସ୍ତେ, ହେଲେ ଫରକ ଏତିକି କିଛି ଲୋକ ଜଖମ ଦିଅନ୍ତି ଆଉ କିଛି ସେହି ଜଖମରେ ମଲମ। ସାଥୀ ତ ଅନେକ ମିଳନ୍ତି, ହେଲେ ଫରକ ଏତିକି କିଛି ସାଥ ଦିଅନ୍ତି ଆଉ କିଛି ସାଥ ଛାଡ଼ିଥାନ୍ତି। ଭଲ ତ ସମସ୍ତେ ପାଆନ୍ତି, ହେଲେ ଫରକ ଏତିକି କିଛି ଜୀବନ ଦେଇ ଦିଅନ୍ତି ଆଉ କିଛି ଜୀବନ ନେଇଯାଆନ୍ତି। ସମ୍ପର୍କ ତ ସମସ୍ତେ ଗଢ଼ନ୍ତି, ହେଲେ ଫରକ ଏତିକି କିଛି ବିନା ସ୍ୱାର୍ଥରେ ନିଭେଇଥାନ୍ତି ଆଉ କିଛି ଜୀବନ ଭରି ପରଖିଥାନ୍ତି। ଥରେ ଜଣେ ସାଧୁ ଶ୍ମଶାନରେ ପୋଡ଼ା ଯାଇଥିବା 2ଟି ଶବର ପାଉଁଶକୁ ଲକ୍ଷ୍ୟ କରୁଥିଲେ। ସେ ସମୟରେ ଜଣେ ବ୍ୟକ୍ତି ପଚାରିଲେ, ବାବା, ଏମିତି ଏକ ଧ୍ୟାନରେ ଆପଣ ପାଉଁଶକୁ କାହିଁକି ଲକ୍ଷ୍ୟ କରୁଛନ୍ତି? ସାଧୁ ଉତ୍ତରରେ କହିଲେ, ଏଇଟା ଜଣେ ଧନୀ ଲୋକର ଶବ, ଯିଏକି ଜୀବନ ସାରା କାଜୁ ବାଦାମ ଖାଇଲେ। ଆଉ ଏଇଟା ଜଣେ ଗରିବ ଲୋକର ଶବ, ଯାହାକୁ କି 2 ଓଳି ଖାଇବାକୁ ମୁଠେ ମିଳୁନଥିଲା। କିନ୍ତୁ 2 ଜଣଙ୍କର ପାଉଁଶର ରଙ୍ଗ ଏକା ପରି। ତେଣୁ ବଞ୍ଚିଥିବା ବେଳେ ମଣିଷ କାହିଁକି ଏତେ ଅହଙ୍କାର ଓ ଗର୍ବ କରୁଛି, ସେଇଟା ହିଁ ଦେଖୁଥିଲି। ମଥାକୁ ଥରେ ନୁଆଇଁ ଦେଖ, ତମ ଅଭିମାନ ମରିଯିବ। ଆଖିକୁ ଥରେ ଭିଜାଇ ଦେଖ, ପଥର ହୃଦୟ ମଧ୍ୟ ତରଳିଯିବ। ଦାନ୍ତକୁ ବିଶ୍ରାମ ଦିଅ, ସ୍ୱାସ୍ଥ୍ୟ ଠିକ୍ ରହିବ। ଜିଭକୁ ବିଶ୍ରାମ ଦିଅ, ଦୁଃଖ ଚାଲିଯିବ। ଇଚ୍ଛାକୁ ହଟାଇ ଦିଅ, ସୁଖର ସଂସାର ଦିଶିବ। ସବୁବେଳେ ଭାବୁଛି ଲୋକେ କ'ଣ କହିବେ, ମାତ୍ର ଶେଷରେ ଲୋକେ କହିବେ ରାମ ନାମ ସତ୍ୟ ହେ। ମନେ ରଖନ୍ତୁ, ସାହାଯ୍ୟ କରିବା ଶିଖନ୍ତୁ, କୌଣସି ଲାଭ ବିନା। ସମ୍ପର୍କକୁ ଜୀବିତ ରଖିବା ଶିଖନ୍ତୁ, କୌଣସି ମତଲବ ବିନା। ଜୀବନ ବଞ୍ଚିବାକୁ ଶିଖନ୍ତୁ, କୌଣସି ଦେଖାଇ ହେବା ବିନା। ହସିବା ଶିଖନ୍ତୁ, କୌଣସି ଫଟୋ ଉଠାଇବା ବିନା। ଆଉ ପ୍ରଭୁଙ୍କ ଉପରେ ବିଶ୍ୱାସ ରଖନ୍ତୁ, କୌଣସି ଆଶଙ୍କା ବିନା। ସାଙ୍ଗମାନେ, ଏହାକୁ ଧ୍ୟାନ ଦେଇ ଶୁଣନ୍ତୁ। ଜଣେ ଲୋକ ଛେଳି କାଟୁଥିଲା। ସେତେବେଳେ ଛେଳିଟି ହସିବାକୁ ଲାଗିଲା। ଲୋକଟି ଆଶ୍ଚର୍ଯ୍ୟ ହୋଇ ପଚାରିଲା, ମୁଁ ତୋତେ କାଟୁଛି ଆଉ ତୁ ହସୁଛୁ? ଛେଳି କହିଲା, ମୁଁ ଏତିକି ଭାବି ହସୁଛି ଯେ ମୁଁ ତ ସାରା ଜୀବନ ଘାସ ଖାଇ କାଟିଦେଲି, ତଥାପି ମୋତେ ଯଦି ଏପରି ଯନ୍ତ୍ରଣାଦାୟକ ମୃତ୍ୟୁ ମିଳୁଛି, ତେବେ ତୁ ତ ସାରା ଜୀବନ ଅନ୍ୟକୁ ମାରି ଖାଉଛୁ, ତାହେଲେ ତୋର ମୃତ୍ୟୁ କେମିତି ଭୟଙ୍କର ହେବ? କିଛି ଲୋକ ଭୁଲ ନ କରି ବି କ୍ଷମା ମାଗିଥାନ୍ତି। ଏହାର ମାନେ ନୁହେଁ କି ସେମାନଙ୍କୁ ପ୍ରତିବାଦ କରି ଆସେ ନାହିଁ। ସେମାନଙ୍କ ଆଖିରେ ଗୋଟିଏ ଲକ୍ଷ୍ୟ ଥାଏ, ସମ୍ପର୍କଟି ଯେମିତି ଭାଙ୍ଗି ନ ଯାଉ। ଅତି ଆପଣାର ଲୋକଙ୍କୁ ପାଖରେ ପାଇଲେ ସ୍ୱର୍ଗଟା ହାତ ମୁଠାରେ ପରି ଲାଗେ, କିନ୍ତୁ ଆପଣାର ଲୋକଟା ହୃଦୟରୁ ଟିକିଏ ଏଡ଼େଇ ଦେଲେ ବଞ୍ଚିଥାଉ ମଲା ପରି ଲାଗେ। ତୁମେ ଜାଣିଛ କି, ପ୍ରାର୍ଥନା କରିବା ସମୟରେ ଭାବେ ପ୍ରଭୁ ସବୁ ଦେଖୁଛନ୍ତି, କିନ୍ତୁ ଅଭଦ୍ର ଭାଷାରେ ଗାଳି କରିବା ସମୟରେ ତାହା ଭୁଲିଯାଏ। ପୁଣ୍ୟ କରିବା ସମୟରେ ଭାବେ ପ୍ରଭୁ ସବୁ ଦେଖୁଛନ୍ତି, କିନ୍ତୁ ପାପ କରିବା ସମୟରେ ତାହା ଭୁଲିଯାଏ। ଦାନ କରିବା ସମୟରେ ଭାବେ ପ୍ରଭୁ ସବୁ ଦେଖୁଛନ୍ତି, କିନ୍ତୁ ଚୋରି କରିବା ସମୟରେ ସବୁ ଭୁଲିଯାଏ। ସେବା କରିବା ସମୟରେ ଭାବେ ସମସ୍ତଙ୍କ ଭିତରେ ପ୍ରଭୁ ଅଛନ୍ତି, କିନ୍ତୁ କାହାକୁ ଆଘାତ ଦେବା ସମୟରେ ତାହା ଭୁଲିଯାଏ। ଏହା ପରେ ବି ମଣିଷ ନିଜକୁ ବୁଦ୍ଧିମାନ ଭାବେ। ଶ୍ରୀକୃଷ୍ଣ କହିଛନ୍ତି, ଗରିବ ଦୋଷ କଲେ ସମସ୍ତେ ଓକିଲାତି କରିବାକୁ ଦୌଡ଼ି ଆସନ୍ତି, ହେଲେ ଧନୀ ଦୋଷ କଲେ ତା ଦୋଷକୁ ଚପେଇ ଦିଅନ୍ତି। ଠିକ୍ ଯେମିତି ଚାରେ ମାଛି ପଡ଼ିଲେ ଲୋକେ ଚାକୁ ଫିଙ୍ଗି ଦିଅନ୍ତି, ହେଲେ ଯଦି ଗୁଆ ଘିଅରେ ମାଛି ପଡ଼େ ତେବେ ଲୋକେ ମାଛିକୁ କାଢ଼ି ଫିଙ୍ଗି ଦିଅନ୍ତି। ସାଙ୍ଗମାନେ, ଦୁନିଆରେ କେହି କେବେ ଭଲ କିମ୍ବା ଖରାପ ହୋଇ ଜନ୍ମ ହୋଇନଥାଏ, କିନ୍ତୁ ମଣିଷର ପରିବେଶ ତଥା ତାର ପରିସ୍ଥିତି ତାକୁ ଭଲ ଆଉ ଖରାପ କରି ଦୁନିଆ ଆଗରେ ଛିଡ଼ା କରେ। ସଫଳତା ପାଇବାକୁ ହେଲେ ସବୁବେଳେ ଏକା ହିଁ ଆଗକୁ ବଢ଼ିବାକୁ ହୁଏ। ସଫଳ ହେଲା ପରେ ଲୋକେ ଆପେ ଆପେ ତୁମ ପଛରେ ଆସିଯିବେ। ଶ୍ରୀକୃଷ୍ଣ କହିଛନ୍ତି, ଆପଣ
ଅନ୍ୟକୁ ଠକିକି ଆଣୁଥିବା ଯେକୌଣସି ଜିନିଷ କୌଣସି ନା କୌଣସି ବାଟ ଦେଇ ନିଶ୍ଚିନ୍ତ 10 ଗୁଣା ହୋଇ ଫେରିଯିବ। ହୁଏତ ଆପଣଙ୍କ ଠାରୁ ଯାଇନପାରେ, କିନ୍ତୁ ଆପଣଙ୍କ ପରିବାରର ସଦସ୍ୟଙ୍କ ଠାରୁ ଫେରିଯିବ। ଆପଣ ଭାବୁଥିବେ କି ମୋର ତ କିଛି ଅସୁବିଧା ହେଉନି, କିନ୍ତୁ ଆପଣ ଅନ୍ୟକୁ ଠକିକି ଆଣିଥିବା ଟଙ୍କା ଆପଣଙ୍କ ପରିବାର ପାଇଁ ଖର୍ଚ୍ଚ କରୁଥିବେ, ଅଥଚ ଆପଣ ବୁଝିପାରୁନଥିବେ।